ଅହେତୁକି କରୁଣା ଆରୁ କରୁଣି କାହିଁ ପାଏ ନିରବଧି ସେଇ ପଦ ରହିଥିବ ନାହିଁ। ଆମେ ଅହେତୁକି ମାନେ କିଛି ହେତୁ ନଥାଏ ଯଦି ଆପଣଙ୍କୁ ଦୟା ହେଇଯାଏ ତାହେଲେ ହବ, କାରଣ ହେତୁ ଦ୍ୱାରା ମୁଁ ପାରିବି ନାହିଁ ଯେ ଆପଣଙ୍କୁ ସବୁ ପ୍ରକାର ଯୋଉଟାକୁ ବିକାର ରହିତ ହେଇ ଏବଂ ସବୁ ପ୍ରକାର ଯୋଉଟା ବାବା ଲେଖିଛନ୍ତି 13ଟା ତ୍ରୟୋଦଶ ବାଣୀ ସବୁଗୁଡ଼ା କରି ମୁଁ ଆପଣ ଲାଭ କରିବି, ଇଏ ସମ୍ଭବପର ନୁହଁ। ଯେହେତୁ ଆମ ହେଉଛି ବସ୍ତୁ ଜୀବନ, ସଂସାରୀ ଜୀବନ ମାୟାବଦ୍ଧ, ତେଣୁ ଆପଣ ଯେ ଚାହିଁଛନ୍ତି ଯେ ମାୟା ମୁକ୍ତ କରିବାକୁ ମୁଁ ଚାହିଁଛି ଆପଣ ମୁକ୍ତ କରିବାର କ୍ଷମତା ଅଛି। ଆଉ ମାସକୁ ଦେଇପାରିବି ନାହିଁ କିନ୍ତୁ ଆପଣଙ୍କ ପାଖକୁ ଯିବି ଦୃଢ଼ତା। କେଉଁଠୁ ମୋତେ ପାର କରିଦେଇଥିଲା କିନ୍ତୁ ମୁଁ ତା ପ୍ରତିବେଦନ କିଛି ଦେଇପାରିନଥିଲି। ସେ କହିଲା ଫେରିଲା ବେଳେ ଯାହା ଦେବ, ମୁଁ ତ ଫେରି ଆସି ସିଂହାସନ ବସିଲି ଆଉ ସେ କେଉଁଠୁ ଆସିଲା ନାହିଁ। ଠାକୁରାଣୀଙ୍କ ଆଖିରୁ ଲୁହ ଝରି ପଡ଼ିଲା, ପ୍ରଭୁଙ୍କ ଆଖିରୁ ଲୁହ ଝରି ପଡ଼ିଲା। ଯେ ଭକ୍ତ ମୋର ଏତେ ସେବା କଲା ତାର ପ୍ରତିବଦଳ ମୁଁ କିଛି ଦେଲି। ପ୍ରହ୍ଲାଦ ମଧ୍ୟ ତାର କର୍ତ୍ତୃ କରିଥିଲେ କିନ୍ତୁ ଧ୍ରୁବ ପଡ଼ିଗଲେ। ଧ୍ରୁବ କହିଲେ ତୋର ସିନା ଇଚ୍ଛା ନାହିଁ, ପ୍ରଭୁ କହିଲେ ଆରେ ତୋର ସିନା ଇଚ୍ଛା ନାହିଁ, ମୋର ଯେ ଇଚ୍ଛା ତୋତେ ଟିକେ ସଜେଇ ଦେବା ପାଇଁ। ମା ଚାହେଁ ପୁଅକୁ ସଜେଇ ଦେବା ପାଇଁ। ପିଲାର କିଛି ଇଚ୍ଛା ନଥାଏ, ସେ କ'ଣ ସଜେଇ ଯାଉଛି କ'ଣ ହେଉଛି କିଛି ନାହିଁ। ଭଗବାନ କୃଷ୍ଣଚନ୍ଦ୍ର କହନ୍ତି ମା ଆଜି ମୋତେ ମୃଗ ଛାଲ ପିନ୍ଧେଇ ଦେ, ଆଜି ବାଘ ଛାଲ ପିନ୍ଧେଇ ଦେ, ମୁଁ ଆଜି ଶଙ୍କର ବେଶ ସାଜିବି। ମା ଖୁସି ହେଇକି ତାକୁ ସଜେଇ ଦିଏ। ସାଜା କହୁଥିଲେ ହେଲେ ମା ଖୁସି ହବ, ପ୍ରଭୁ କେବେ ଖୁସି ହନ୍ତି? ଆମେ ଯେ ଉତ୍ତରାଖଣ୍ଡ ସେଇଆ ହେଇଛି ତଦ୍ରୁ ହନୁମାନଜୀ ମଧ୍ୟ ତାକୁ ସେୟା କରିଛନ୍ତି। କହିଲେ ସୀତେ ତୁମକୁ ଯୋଉଟା ଭଲ ଲାଗୁଛି ତୁମେ ସେଇଆକୁ ଦିଅ ଉପହାରଟା। ତାଙ୍କୁ ହନୁମାନ ଟିକେ ଭଲ ଲାଗିଥିଲା, ହନୁମାନଜୀକି ସେ ହାରଟି ମଧ୍ୟ ଦେଇଥିଲେ। ଯେତେବେଳେ ହାରଟି ଦେଖିଲେ ହନୁମାନ ସେ ହାରଟିକି ଦେଖିଲେ ଏଇପରି ଦେଖୁଛନ୍ତି ଗୋଟେ ଗୋଟିଏ ତାଙ୍କର ଯୋଉ କଠିନ ଦାନ୍ତ ଝେରି ତାକୁ କାମୁଡ଼ି ଭାଙ୍ଗି ଦେଉଥାନ୍ତି। ମୁକ୍ତା ହାର, ଯୋଉ ହାର କି ଅତି ମୂଲ୍ୟବାନ ହାର। ବିଭୀଷଣ ସହିପାରିଲେ ନାହିଁ, କହିଲେ ଯାହା କହନ୍ତି ମାଙ୍କଡ଼ ତୁ ମାଙ୍କଡ଼ ତୁମେ, ଇଏ ମୂଳ ମୁକ୍ତାର ହାରର ମୂଲ୍ୟ ତୁମେ କ'ଣ ମୂଲିବ? ଠାକୁରାଣୀ ତୁମକୁ ଦେଇଛନ୍ତି, ରାଘବେନ୍ଦ୍ର ସରକାର ହସୁଛନ୍ତି। ସେଥିପାଇଁ ଠାକୁରାଣୀ ସେଇଠି କ'ଣ କରିଛନ୍ତି ନା ଛିଡ଼ା ହେଇଛନ୍ତି। ଠାକୁରାଣୀ କହିଲେ କ'ଣ ଆଶ୍ଚର୍ଯ୍ୟ, ମୁଣ୍ଡରେ ହାର ଦୁଇଟା ଭାଙ୍ଗି ଦେଇକି ସବୁଗୁଡ଼ାକୁ ଦାନ୍ତର ଭାଙ୍ଗି ପକାଉଛି, କିଛି ତ କହିବ ଫୋପାଡ଼ି ଦେଉଛି। କ'ଣ କରନ୍ତି ବାନର କ'ଣ ବେକରେ ମୁକ୍ତା ହାର, ସେ କି ଜାଣେ ତାର ମୂଲ୍ୟ। ଆଉ ବିଭୀଷଣ କହିଲା କହିଲା କାହିଁକି ତୁ ଭାଙ୍ଗି ପକାଉଛୁ? ନା ମୁଁ ଦେଖୁଛି ମା ମତେ ଏତେ ଖୁସିରେ ଦେଇଛନ୍ତି, ପ୍ରଭୁ ଅଛନ୍ତି କି ନାହିଁ? କ'ଣ ପ୍ରଭୁ କ'ଣ ଗୋଟେ ମୁକ୍ତା ହାର ବି ଦେଇଥାନ୍ତି ନା? ହଁ ଯାହା ଭିତରେ ପ୍ରଭୁ ନାହିଁ ମୁଁ ତାକୁ ଗ୍ରହଣ କରିନା। ତ ଶରୀର ଭିତରେ ପ୍ରଭୁ ଅଛନ୍ତି ନା? ହଁ ଦେଖିବାକୁ ଚାହୁଁଛ କି ନାହିଁ? ସେଠୁ ସାଙ୍ଗେ ସାଙ୍ଗେ ନକଟ ପୁରୀ ଦେଇ ଚିରି ଦେଲେ ହାତରେ। ଦେଖିଲା ନିଜେ ମା ବସିଛନ୍ତି, ପ୍ରଭୁ ବସିଛନ୍ତି। ଆଶ୍ଚର୍ଯ୍ୟ। ତେଣୁ ଭକ୍ତ ହୃଦୟ ଭଗବାନ ସଦା ସର୍ବଦା ନିବାସ କରିଥାନ୍ତି। କିନ୍ତୁ ଭକ୍ତର ସେତିକି ଦୃଢ଼ତା ରହିବା ଦରକାର ଏବଂ ସେଇଭଳି ନିଷ୍ଠା ରହିବା ଦରକାର ଯୋଉଟା ବା ନିଷ୍ଠାରୁ କେବେ ଟଳି ନଯାଅ। ନଥିବ ଚିତ୍ତେ କାଳକୁ ଭୟ, କିଛି କରିପାରିବେ କିନ୍ତୁ ନିଷ୍ଠାରୁ କେହି ଟଳିଯିବ। ସେ ଆମକୁ କହିଯାଇଛି ତୁମେ ସେବା କର, ସେବା କରିବା ହେଉଛି ଆମ ଧର୍ମ। ଆମେ ସେବା କରିବା କହିଛି, ତା ପ୍ରତିବଦଳ କ'ଣ ହବ ନ ହବ ସେ କଥା ସିଏ ଜାଣେ। କହିଲେ ତୁ କହିଛୁ ତୋ ଗୁଣ ଗାଇବା ପାଇଁ, ଯେମିତି ଆମ ଇଏ ଉପନା ଇଏ ଭଜନ ଗାଉଥିଲେ ତାକୁ ଗାଇ ଭଜନ ଗାଇବେ, ଭଜନ ଗାଇବେ। ମୁଁ ଭଜନ ଗାଇବି, ତାର ପ୍ରତିବଦଳ କ'ଣଟା ମିଳିବ ସେ ମୁଁ ଚାହୁଁ। ମୁଁ ଭଗବାନଙ୍କୁ ଭଜନ କରୁଛି। ମା ଛୋଟ ଛୁଆଟା ଖେଳୁଛି, ତା ଯେତେବେଳେ କୋଳକୁ ନେଇଯାଉଛି, ତାର ସମସ୍ତ ଅଳିଆ ସଫା କରିଯାଉଛି। ଗୋଟିଏ ମାର ଗୋଟିଏ ଯଦି ଯେତେ ଶିଷ୍ୟ ଉପରକୁ ଯାଉ ଗୁରୁ ଋଣ କେବେ ହେଲେ ସେ ପରିଶୋଧ କରିପାରିବ। ପୁଅ ଯେତେ ଯାହା ହେଲେ ସେ ମାର ଋଣ ସୁଝି ପାରେ। ଇଏ ଦୁଇଟି ଋଣକୁ ସୁଝିବା ପାଇଁ ହେଲେ କେହି ଜଗତରେ ସୁଝି ନାହିଁ ନା ସୁଝି ପାରିବ। ବାବା ଲେଖିଦେଇছে ସୁବର ମାତ୍ରରେ ବହୁତ ବହୁ ତପସ୍ୟାର ସାଧନାର ଫଳ ଗୁରୁ ଅକାତରେ ଶିଷ୍ୟକୁ ଦାନ କର, କିଛି କୁଣ୍ଠିତ ଅକୁଣ୍ଠିତ ଚିତ୍ତ ଦାନ କର, କିଛି ମନ ଭିତରେ ଭାବନା ରଖନ୍ତି ନାହିଁ, ଦେଇ ଦିଅନ୍ତି ଆନନ୍ଦ। ଯେ ଏତେ ଜିନିଷ ଦାନ କରେ ତା ପ୍ରତିବଦଳରେ ଯେ ଆମେ କ'ଣ ତାକୁ ଦେଇକି ସୁଝିବା ଇଏ ସମ୍ଭବପର ନୁହେଁ। ଗୁରୁ ଋଣ କେହି ସୁଝି ପାରେ ନା, ଗୁରୁଙ୍କ ମହିମା କେହି ବର୍ଣ୍ଣନା କରିପାରେ ନା, ପ୍ରଭୁଙ୍କର ମହିମା ମଧ୍ୟ କେହି ବର୍ଣ୍ଣନା କରିପାରେ ନା। ଯୋଉଟା ଗୋଟେ ପଢ଼ନ୍ତି ଉପନାମ ଶୁଣିଛି ଭାଗବତରେ, ବିକାଶ କୁମାର ଭାଗବତରେ ଲେଖା ହେଇଛି ଯେ ଯୋଉ ଆକାଶରେ ତାରା ବର୍ଷା କେତେ ଝରୁଛି ତାହା କେହି କହିପାରିବେ, ଭୂମିର ରେଣୁ କେତେ ତାହା କହିପାରିବେ।
ପ୍ରଭୁଙ୍କର ଗୁଣ କିଛି କହିପାରିନି କିମ୍ବା ଗୁରୁଙ୍କ ଗୁଣ ମଧ୍ୟ ତା ଭିତରେ କହିପାରିବାନି। କେବଳ ତାଙ୍କ ନିୟମ ତାଙ୍କ ଆଦେଶରେ ପ୍ରଭୁ ଯେତିକି ଦେଇଥିବେ ସେତିକି ଭଜନ କରି ମୋର ସେବା ହେଉଛି ଧର୍ମ। କିଏ ଭଜନ କରୁଛି, କିଏ ସେବା କରୁଛି, କିଏ କୀର୍ତ୍ତନ କରୁଛି, କିଏ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ अर्चन बंधन शेषक आत्मनिवेदन निजे समर्पण हो दरकार। गीतार सार हूँ समर्पण, भागवत सार हूँ समर्पण, रामायण सार हूँ समर्पण, को समस्त साधना सार हूँ समर्पण। निजत्व किसी न रहा। तेणु आज जो उत्सव होती पिला निजक के भांगी पड़ा भाई मुझे देखनी।